ମାଇକା, ମସ୍କୋଭାଇଟ୍, ଫ୍ଲୋଗୋଭାଇଟ୍, ବାୟୋଟାଇଟ୍, ଆଲୁମିନିୟମ ପୋଟାସିୟମ ସିଲିକେଟ୍ C177019। ଆପଣ ଯଦି କିଛି ମେକଅପ୍ ପ୍ରଡ଼କ୍ଟ ଯେମିତିକି ଫାଉଣ୍ଡେସନ୍, କନସିଲର୍, ଲିପଷ୍ଟିକ୍, ବ୍ଲଶର୍, ଗ୍ଲଶ୍, ମାସ୍କାରା ୟୁଜ୍ କରୁଥିବେ ତାହେଲେ ହୁଏତ ଇନଗ୍ରେଡ଼ିଏଣ୍ଟ ଦେଖିଥିଲେ ଏଇସବୁ ନାଁ ପଢ଼ିଥିବେ। ୟା ଭିତରୁ କିଛି ବି ଏସବୁ ହେଉଛନ୍ତି ମାଇକାର ଗୋଟେ ଗୋଟେ ନାଁ। ମାଇକା ମାନେ ଆମେ ଯାହାକୁ ଓଡ଼ିଆରେ ଅଭ୍ରକ କହୁ, ସିଏ ହେଉଛି ଆମ ମେକଅପ୍ ପ୍ରଡ଼କ୍ଟ ଗୁଡ଼ା ତିଆରି ହେବାରେ ଗୋଟେ ଭେରି କମନ୍ ଏଲିମେଣ୍ଟ, ବହୁତ କମନ୍। ହେଲେ ଆଜି ମୁଁ ଏ ଷ୍ଟୋରି କାହିଁକି କରୁଛି, ମୋତେ ବହୁତ ଜଣ ପ୍ରଶ୍ନ କରନ୍ତି ଯେ ଆପଣ କାହିଁକି ମେକଅପ୍ ନିଅନ୍ତିନି, ମେକଅପ୍ ନେଲେ ଭଲ ଦେଖାଯାଆନ୍ତେ। ତା ପଛରେ ଦୁଇଟା କାରଣ ହେଉଛି। ଗୋଟେ ହେଉଛି ମୋତେ ଆଦୌ ମେକଅପ୍ କରି ଆସେ ନାହିଁ। ଦୁଇରେ ଯେବେଠୁ ମୁଁ ଏଇ ଯେଉଁ ମାଇକା ଭେରି କମନ୍ ଇନଗ୍ରେଡ଼ିଏଣ୍ଟ ଅଫ୍ ମେକଅପ୍ ପ୍ରଡ଼କ୍ଟସ୍ ଯେଉଁଟାକି ବହୁତ ରାଣ୍ଡମଲି ୟୁଜ୍ ହୁଏ, ତା ପଛରେ ଥିବା କାହାଣୀ ଜାଣିଲି, ତା ପଛରେ କେତେ ଛୁଆଙ୍କ ମୃତ୍ୟୁ ଆଉ କେତେ ଛୁଆଙ୍କ ଜୀବନ ଯାଇଛି ସେଇ ବିଷୟରେ ଜାଣିଲି, ସେବେଠୁ ତ ମେକଅପ୍ ୟୁଜ୍ କରିବାକୁ ମୋତେ କେବେ ବି ଇଚ୍ଛା ହୁଏନି। ମାଇକା ବା ଅଭ୍ରକର ବ୍ୟବହାର ଆଜିର ନୁହଁ, ଏଇଟା ଆମର ଆନ୍ସିଏଣ୍ଟ ଇଣ୍ଡିଆନ୍, ଇଜିପ୍ଟ, ଗ୍ରୀକ୍, ଚାଇନିଜ୍, ରୋମାନ୍ ଏଇସବୁ ସିଭିଲାଇଜେସନରୁ ଆରମ୍ଭ ହୋଇଥିଲା। ଆମ ଇଣ୍ଡିଆ, ବାଂଲାଦେଶ, ପାକିସ୍ତାନ ଏଇସବୁ ଅଞ୍ଚଳରେ କ'ଣ କରୁଥିଲେ ନା ମାଟି ପାତ୍ର ଗଢ଼ିବା, ମାଟି କାନ୍ଥରେ ରଙ୍ଗୀନ ଚିତ୍ର କରିବା, ସେସବୁରେ ମାଇକାର ବ୍ୟବହାର ହେଉଥିଲା। ସୁନ୍ଦର ଦେଖାଯାଏ, ଚିକଚିକ୍ ଦେଖାଯାଏ, ବିଭିନ୍ନ କଲର୍ର ଆସେ, ତ କଲର୍ ଇଫେକ୍ଟ ଆସେ। ସ୍କିନ୍ ମେକଅପ୍ ପ୍ରଡ଼କ୍ଟରେ କାହିଁକି ୟୁଜ୍ ହୁଏ ନା ଏଇଟା କ'ଣ କରେ ନା ସ୍କିନ୍ରେ ଯେତେବେଳେ ଲାଗେ, ଯେଉଁଠି ବି ଲାଗେ ଆର ନିଜର ଗୋଟେ ଚିକଚିକପଣ ମାନେ ଗୋଟେ ଇନବର୍ନ କ୍ୱାଲିଟି ଅଛି, ସେଇଟା ସାଇନି ନେଚର୍। ପ୍ଲସ୍ ଯେତେବେଳେ ଲାଇଟ୍ ପଡ଼େ ଇଏ ଲାଇଟ୍ଟାକୁ ରିଫ୍ଲେକ୍ଟ କରିଦିଏ। ଯେଉଁଠୁ ଲାଇଟ୍ ରିଫ୍ଲେକ୍ଟ ହେଇଯାଏ ସେ ଜାଗା ବହୁତ ସାଇନି ଦେଖାଯାଏ, ମସୃଣ ଦେଖାଯାଏ, ସୁନ୍ଦର ଦେଖାଯାଏ। ଆନ୍ସିଏଣ୍ଟ ୟୁଜ୍ ପରେ ଯେତେବେଳେ 1803 ମସିହାରେ ପ୍ରଥମ ଥର ୟୁନାଇଟେଡ୍ ଷ୍ଟେଟ୍ସରେ ମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଭ୍ରକ ମିଳିଲା, ସେତେବେଳେ ହଠାତ୍ କିନା ମାର୍କେଟରେ ଘରର ଆସବାବପତ୍ର, ଗ୍ଲାସ୍ ଆଇଟମ୍ସ, ଝରକା, କାଚ ଏଇସବୁରେ କ'ଣ ହେଲା ନା ଅଭ୍ରକ ବା ମାଇକାର ୟୁଜ୍ ବହୁତ ବଢ଼ିଗଲା, ବହୁତ ବିକ୍ରି ହେଲା ସେତେବେଳେ। ଏକ୍ଜାକ୍ଟଲି କେଉଁ ମସିହାରେ ଆଉ କେବେଠୁ ମେକଅପ୍ ପ୍ରଡ଼କ୍ଟରେ ମାଇକାର ୟୁଜ୍ ଆରମ୍ଭ ହେଲା ମୋ ପାଖରେ ଉତ୍ତର ନାହିଁ, କିନ୍ତୁ ଆରାଉଣ୍ଡ 1970 1970 ମସିହା ବେଳକୁ ମେକଅପ୍ ପ୍ରଡ଼କ୍ଟରେ ସେ ମାର୍କେଟରେ ମାଇକାର ୟୁଜ୍ ବହୁତ ପପୁଲାରିଟି ଗେନ୍ କଲା। ପ୍ରାୟ ସବୁ ମେକଅପ୍ ପ୍ରଡ଼କ୍ଟରେ ମାଇକା ୟୁଜ୍ ହେବା ଆରମ୍ଭ ହୋଇଗଲା। ପୃଥିବୀରେ ଯେତିକି ମାଇକା ବ୍ୟବହାରରେ ଆସେ, ମେକଅପ୍ ପ୍ରଡ଼କ୍ଟ ହେଉ କିମ୍ବା ଅନ୍ୟ ଯେକୌଣସି ଆସବାବପତ୍ରରେ ହେଉ, ତା'ର ମ୍ୟାକ୍ସିମମ୍ ପାଖାପାଖି 60% ଆମ ଭାରତରୁ ଉତ୍ପାଦିତ ହୋଇଥାଏ। ଆଉ ଭାରତରୁ ଉତ୍ପାଦିତ ହୋଇଥିବା ମ୍ୟାକ୍ସିମମ୍ ମାଇକା ପାଖାପାଖି ସେଥିରୁ 70% କ'ଣ ହୋଇଥାଏ ନା ଇଲିଗାଲ୍ ମାଇନିଂ ବା ବେଆଇନ ଖଣି କାରବାର ଉତ୍ପାଦିତ ହୁଏ। ଲେଟ୍ 19th ସେଞ୍ଚୁରୀରେ ଭାରତରେ ମାଇକାର ମାଇନିଂ ଆରମ୍ଭ ହୋଇଥିଲା, ଯେତେବେଳେ କି ଆମର ବ୍ରିଟିଶ ରୁଲ୍ ଥିଲା। ଯେତେବେଳେ ବ୍ରିଟିଶର୍ସ ମାନେ ଭାରତ ଛାଡ଼ିକି ଗଲେ ମାନେ ସ୍ୱାଧୀନତା ସମୟ ବେଳେ, ସେତେବେଳେ ଆମ ଦେଶରେ ପାଖାପାଖି 700ଟା ମାଇନିଂ ମାନେ ଓପନ୍ ଥିଲା। କିନ୍ତୁ ଧୀରେ ଧୀରେ କ'ଣ ହେଲା ନା ଯେତେବେଳେ ଡିଫରେଷ୍ଟେସନ୍ ବଢ଼ିଲା, ମାଇନିଂ ରୁଲ୍ସକୁ କଡ଼ାକଡ଼ି କରାଗଲା। 1980 ମସିହାରେ ଡିଫରେଷ୍ଟେସନ୍ ରୁଲ୍ କଡ଼ାକଡ଼ି ହେଇକି ମାଇନ୍ ଗୁଡ଼ାକୁ ବନ୍ଦ କରାଗଲା। ସେତେବେଳେ ଭାରତ ସରକାର ଏହାକୁ ବନ୍ଦ ଘୋଷଣା କରିଦେଲେ, ମାନେ ଏହାକୁ ଆଉ ମାଇନିଂ କାରବାର ହେଇପାରିବନି ବୋଲି କହିଲେ। କିନ୍ତୁ କାଗଜପତ୍ର ଆଉ ସରକାରୀ ସ୍ତରରେ ବନ୍ଦ ହେଇଗଲେ ବି ଏଟାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ପାରିନଥିଲା। ତ ଏଇ ଯେଉଁ ମାଇନ୍ ଗୁଡ଼ା କ'ଣ ହେଲା ନା ବେଆଇନ କାରବାରରେ ଲିପ୍ତ ଥିବା ମାଫିଆ, ଠିକାଦାର ଆଉ ଦଲାଲଙ୍କ ପାଖକୁ ମାଇକା ମାଇନିଂ ପଳେଇଲା। ତ ଏଇଟା ଜେନେରାଲି କ'ଣ ହୁଏ ନା ଆମ ଭାରତରେ ଯାହା ବି ଯେତେ ବି ମାଇକା ଆସେ ତା'ର ମ୍ୟାକ୍ସିମମ୍ ପରସେଣ୍ଟ ଝାଡ଼ଖଣ୍ଡ ଆଉ ବିହାର ଅଞ୍ଚଳରୁ ଆସିଥାଏ। ଇଭେନ୍ ଝାଡ଼ଖଣ୍ଡରେ ଗୋଟେ କୋଡର୍ମା କରିକି ଗାଁ ଅଛି, ତାକୁ ଆଗେ ଅଭ୍ରକ ନଗରୀ କୁହାଯାଉଥିଲା, ମାନେ ସେଠୁ ଏତେ ମାତ୍ରାରେ ମାଇକା ଉତ୍ପାଦିତ ହେଉଥିଲା। ତ ଏବେ ବି ସେ ଅଞ୍ଚଳ ଗୁଡ଼ାକରେ କ'ଣ ହେଇଛି, ଅଲଗା ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଇନି, ରୋଜଗାରର ବେଶୀ ସୁଯୋଗ ନାହିଁ। ତ ଏବେ ବି ସେଠିକାର ଲୋକ ମାଇକା ଇଲିଗାଲ୍ ମାଇନିଂ ଉପରେ ଡିପେଣ୍ଡ କରନ୍ତି। ପୁରା ଗୋଟେ ଗୋଟେ ପରିବାର, ଇଭେନ୍ ସେମାନଙ୍କ ପାଖରେ ଯେହେତୁ ଖାଇବାକୁ ପଇସା ନଥାଏ, ଛୁଆମାନଙ୍କୁ ପାଠ ପଢ଼ିବାକୁ ପଇସା ନଥାଏ, ଠିକ୍ସେ ରହିବା ପାଇଁ ସୁବିଧା ନଥାଏ, ତ ସେମାନେ ଛୁଆମାନଙ୍କୁ ବି ସ୍କୁଲ ନ ପଠାଇ ସେମାନେ କ'ଣ କରନ୍ତି ନା ମାଇକା ମାଇନିଂକୁ ପଠାଇ ଦିଅନ୍ତି ମାଇକା ସଂଗ୍ରହ କରିବାକୁ। ଗୋଟେ ରିପୋର୍ଟ ଅନୁସାରେ କେବଳ ଝାଡ଼ଖଣ୍ଡ ଆଉ ବିହାର ଅଞ୍ଚଳରେ ହିଁ ଏ ମାଇକା ମାଇନିଂ ଗୁଡ଼ାକରେ ପାଖାପାଖି 22,000 ଶିଶୁ ଶ୍ରମିକ ନିଯୁକ୍ତ ଅଛନ୍ତି। ସେମାନେ କ'ଣ କରନ୍ତି ନା ହାତରେ ଗାତ ଖୋଳିକି ମାଇନ୍ ଭିତରକୁ ପଶନ୍ତି। ଯେହେତୁ ବେଆଇନ କାରବାର ହେଉଛି, ସେଠି ମେସିନ୍ ୟୁଜ୍ ହେବନି, ତ ସେମାନେ ଶାବୁଳ, କୋଡ଼ି, କୋଦାଳ ଧରିକି ଗାତ ତିଆରି କରିକି
ତା ଭିତରେ ଜଣେ ମଣିଷ ପଶି ପାରିଲା ଭଳିଆ ରାସ୍ତା କରି ତା ଭିତରକୁ ଯାଆନ୍ତି। ଆଉ ସେ ରାସ୍ତା ଏତେ ଛୋଟ ହେଇଥାଏ ଯେ ସେଠି ଛୋଟ ଛୁଆ ଯେଉଁମାନଙ୍କ ଶରୀରର ଆକାର ବଡ଼ ମଣିଷଙ୍କଠୁ କମ୍ ସେମାନଙ୍କୁ ନିୟୋଜିତ କରାଯାଏ। ଇଭିନ୍ 5 ବର୍ଷର ଛୁଆକୁ ମଧ୍ୟ ମାଇନ୍ ଭିତରକୁ ପଠାଯାଏ, ବେଆଇନ ଖଣିର ଗାତ ଭିତରକୁ ପଠାଯାଏ। ସେମାନେ ହାତରେ ଛେଣି ହାତୁଡ଼ି ଆଉ ଝୁଡ଼ି ଧରିକି ଭିତରକୁ ଯାଆନ୍ତି, ସେଠୁ ସଂଗ୍ରହ କରନ୍ତି ମାଇକା ଆଉ ବାହାରକୁ ଆସନ୍ତି। ବାହାରକୁ ଆସିଲା ପରେ ଆମର ଯେମିତି ବାଲି ଚଲେଇବାକୁ ଚଲଣା ଥାଏ ସେମିତିଆ ଗୋଟେ ଚଲଣାରେ ସେମାନେ ମାଟି ସିଲିକା ମାଇକା ଅଲଗା କରନ୍ତି ଆଉ ସେ ଯେଉଁ ଅଲଗା ହୋଇଥିବା ମାଇକା ସଂଗ୍ରହ ହେଇଥାଏ ତାକୁ ସେମାନେ ବିକ୍ରି କରନ୍ତି ଦଲାଲମାନଙ୍କୁ। ଆପଣ ଯେକୌଣସି ପ୍ରଡ଼କ୍ଟ ଉଠେଇକି ଦେଖିବେ ମେକଅପ୍ ପ୍ରଡ଼କ୍ଟ ହାର୍ଡ଼ଲି ସେଇଟା 5 ଗ୍ରାମ 4 ଗ୍ରାମ 9 ଗ୍ରାମ 10 ଗ୍ରାମର ଓଜନ ହେଇଥିବ, କିନ୍ତୁ ତାର ଦାମ ଆପଣ ଦେଇଥିବେ 500 600 1000 1500 ଏମିତି ଦେଇକି କିଣିଥିବେ ସେଇଟା। କିନ୍ତୁ ଜାଣନ୍ତି ସେ ଛୁଆମାନେ ମାଇକା ଦେଲାବେଳେ ଯେଉଁ ବିକ୍ରି କରନ୍ତି ଦଲାଲମାନଙ୍କୁ କେତେ ପାଆନ୍ତି? 1 କେଜି ମାଇକା ବିକ୍ରି କଲେ ସେ ଛୁଆକୁ ଅତି ବେଶୀରେ 3 ଟଙ୍କାରୁ 15 ଟଙ୍କା ପର୍ଯ୍ୟନ୍ତ ଦାମ ମିଳିଥାଏ। ଗୋଟେ ଛୁଆ ଘରକୁ ଫେରିଲା ବେଳକୁ ସନ୍ଧ୍ୟାବେଳକୁ ହାତରେ 15ରୁ 20 ଟଙ୍କା କିମ୍ବା 30 ଟଙ୍କା ହାର୍ଡ଼ଲି ଧରିକି ଘରକୁ ଫେରନ୍ତି। ସେଥିରେ ସେମାନଙ୍କର ପରିବାର ଚଳିବ। କେବଳ ଶିକ୍ଷା ବାସସ୍ଥାନ କିମ୍ବା ରୋଜଗାର କି ପାଉଣା ନୁହେଁ, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବି ଆର ବହୁତ ଖରାପ ପ୍ରଭାବ ପଡ଼େ। ଲଗାତାର ମାଟି ସିଲିକା ମାଇକା ଏସବୁର ଛୋଟ ଛୋଟ କଣା ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କର ଶ୍ୱାସ ବା ଆସ୍ଥମା ହୁଏ, ଟ୍ୟୁବରକୁଲୋସିସ୍ ହୁଏ, ସବୁବେଳେ ବାର୍ ସ୍କିନ୍ରେ ମାଇକା ଆଉ ସିଲିକା ଲାଗିକି ସେମାନଙ୍କର ସ୍କିନ୍ ଇରିଟେସନ୍ ହୁଏ। ସେମାନଙ୍କ ଆଉ ଇଏ ତ ଗଲା ମାନେ ଶ୍ୱାସ କିମ୍ବା ଚର୍ମର ସମସ୍ୟା। ଆହୁରି ସାଂଘାତିକ ଅବସ୍ଥା ହୁଏ, ବେଳେବେଳେ ସେମାନେ ଯେଉଁ ମାଇନ୍ ଭିତରେ ଗାତ ଭିତରେ ପଶିଥାନ୍ତି ମାଟି ଧସିଯାଏ, ଗାତ ବନ୍ଦ ହେଇଯାଏ, ରାସ୍ତା ବନ୍ଦ ହେଇଯାଏ, ବାହାରକୁ ଆସିପାରନ୍ତିନି, ସେ ଭିତରେ ଦବିକି ହିଁ ମରିଯାଆନ୍ତି ସେମାନେ। ସେ ଛୁଆ ହୁଅନ୍ତୁ କି ବଡ଼ ହୁଅନ୍ତୁ, ଜଣେ ମଣିଷ ତାର ମୃତ୍ୟୁ ହୋଇଗଲେ ମରିଗଲେ ଗୋଟେ ପରିବାର ନଷ୍ଟ ହେଇଯାଏ। ଆଉ ଯିଏ ବଞ୍ଚିଯାଏ ଉଦ୍ଧାର କରାଯାଏ, କାହାର ହେଡ୍ ଇଞ୍ଜୁରି ହେଇଥିବ, କାହାର ସ୍ପାଇନାଲ୍ କର୍ଡ଼ ଇଞ୍ଜୁରି ହେଇଥିବ, କାହାର ହାତ ଗୋଡ଼ ଭାଙ୍ଗିଥିବ, ହାତ ଗୋଡ଼ ହାଡ଼ ଭାଙ୍ଗିଥିଲେ ହୁଏତ ମାସେ ପରେ 1.5 ମାସ ପରେ ଠିକ୍ ହେଇପାରେ, କିନ୍ତୁ ବେଳେବେଳେ ଏମିତି ଇଞ୍ଜୁରି ହେଇଥାଏ ସେମାନଙ୍କର ସ୍ପାଇନାଲ୍ କର୍ଡ଼ ଅର୍ ହେଡ୍ ଇଞ୍ଜୁରି ଯେ ସେମାନେ ଅକର୍ମଣ୍ୟ ହେଇଯାଆନ୍ତି, ହାତ ଗୋଡ଼ ଚାଲେନି, କମ୍ପ୍ଲିଟ୍ ପାରାଲିସିସ୍ ହେଇଯାଏ, ଖଟିଆରେ ପଡ଼ିଯାଆନ୍ତି, ଆଉ କୌଣସି କାମ କରିପାରନ୍ତିନି, ଓଲଟା ସେମାନଙ୍କୁ ପରିବାର ଲୋକ ବୋଝ ଭାବନ୍ତି। ବହୁତ ସମୟରେ ଏମିତି ହୁଏ ଯେ ଦଲାଲ ମାନେ କ'ଣ କରନ୍ତି କିମ୍ବା ଠିକାଦାର ମାନେ କ'ଣ କରନ୍ତି, ଯାହାର ମୃତ୍ୟୁ ହୋଇଯାଏ ସେ ପରିବାରକୁ 30,000 ଟଙ୍କା ଧରେଇ ଦିଅନ୍ତି। ଏ ହେଉଛି ମାଇକା ମାଇନିଂର ସତ କାହାଣୀ। ସେଥିପାଇଁ ମୁଁ ମେକଅପ୍ ବ୍ୟବହାର କରେନି। ଯାହା ବି ବ୍ୟବହାର କରୁଛନ୍ତି ଟିକେ ଧ୍ୟାନ ଦିଅନ୍ତୁ, ତା ଉପରେ ରିସର୍ଚ୍ଚ କରନ୍ତୁ, ପଢ଼ନ୍ତୁ, ଜାଣନ୍ତୁ। କେବଳ ନିଜେ ନାହିଁ, ଆମ ଚାରିପାଖର ଦୁନିଆ ବିଷୟରେ ବି ଟିକେ ଭାବିବା ଆମେ। ଆମ ସ୍କିନ୍ ଆମ ମୁହଁ ଚିକ୍ ଚିକ୍ ଦେଖାଯିବା ଅପେକ୍ଷା ଜଣେ ଛୋଟ ଛୁଆ ବଞ୍ଚିବା, ଗୋଟେ ମଣିଷ ବଞ୍ଚିବା, ଗୋଟେ ପରିବାର ଚଳିବା ଯଥେଷ୍ଟ ଇମ୍ପୋର୍ଟାଣ୍ଟ। ଥ୍ୟାଙ୍କ ୟୁ।